ତମେ ମତେ ପୁଣି କୁଆଡେ ଆଜି ନେଇକି ଆଉଛ? ଆଲୋ ମିଲି, ଆମେ ଯାଉଛୁ ସିନେମା ହଲ୍। ସତରେ ସିନେମା ହଲ୍ ନଉଛ? ଆରେ ହଁ ବା। ମୁଁ ଘରେ କହିକି ଆଇଛି ହାଟକୁ ଯାଉଛି, ଯଦି ଡେରି କରି ଫେରିଲି ଘରେ କଣ କହିବେ? ତମେ ଆଗଟେ କହିଥିଲେ ହିଁ ନଥାନ୍ତା। ମୁଁ ତମକୁ ଉପହାର ଦେବାକୁ ଯାଉଥିଲି ସିନେମା ହଲ୍, ଆଉ ତମେ ପୁଣି ଏମିତି କହିଲେ ହବ? ତମେ ଏମିତି ଉପହାର ନଉଛ, ଜାଣୁଛ ଆମ ଘର ଲୋକ ଏମିତିଆ, ଆଉ ତମେ ଏମିତି ଉପହାର ଦଉଛ? ହଉ, ଆମେ ତ ଆସି ସାଇଲେଣି, ଆଉ ଚାଲ ସିନେମା ଟିକେ ଦେଖିଦେଇ ଯିବା, ଆଉ କଣ କହୁଛ? ହଉ, ମୁଁ ଆଉ କଣ ମନା କରିବି? ତମେ ଆଉ ଏତେ କଷ୍ଟ କରି ଆଣିଛ ମତେ, ଆଉ ହଉ ଚାଲ। ତମେ ଖୁସି ଅଛ ନା ସେମିତି ମନ ଦୁଃଖରେ ଯିବ? ନାଇଁ, ମନ ଖୁସି ନାହିଁ କି ଦୁଃଖ ନାହିଁ, ମିଡିୟମରେ ଅଛି ଆଉ। ହଉ ଚାଲ। ଯାହା ହଉ ଆମେ ଆସି ସିନେମା ହଲ୍ ରେ ପହଞ୍ଚିଗଲୁ। ଯାହା ଭଲରେ ଭଲରେ ଯାଉ ସିନେମା ଦେଖୁଛୁ। କି ଭିଡରେ ବାବା, ଓହୋ। ମୁଁ ପୁରା ତ ଅଣନିଶ୍ୱାସୀ ହେଇଯାଇଥିଲି। କି ଭିଡ଼, କି ସିନେମା! ଏବେ ବି ଲୋକ ଦେଖୁଛନ୍ତି। ମଝିରେ ଥରେ ସିନେମା ବନ୍ଦ ହେଇଯାଇଥିଲା, ଆଉ ଏତେ ଲୋକ କି ଦେଖୁନା। ଯାହା ହଉ ଏବେ ଟିକେ ଯାହା ହଉ ଓଡ଼ିଆ ସିନେମା ଟିକେ ଭଲ ହେଲାଣି ବୋଲି ଲୋକ ଆସୁଛନ୍ତି ଦେଖିବାକୁ। ହଁ, ଏବେ ଓଡ଼ିଆ ସିନେମା ବହୁତ ଭଲ ହେଲାଣି। ଦେଖୁନ, ଏଇ ସିନେମା ବହୁତ ଭଲ ଲାଗୁନି? ଦେଖୁନ। ହଁ, ମତେ ତ ବହୁତ ଭଲ ଲାଗୁଛି। ସିନେମା ଏଥର ବହୁତ ଭଲ ହଉଛି। ଏଥର ଓଡ଼ିଆ ସିନେମା ଯାହା ହଉ ଏମିତି ନାଁ କରି ଚାଲୁ। ଆରେ ମିଲି, ତମେ ଏତେ କାନ୍ଦୁଛ କଣ ପାଇଁ? ଦେଖୁନା ସେ ଭିଲିଆନଟା, ସେ ହିରୋଇନଟା କେମିତି କଲବଲ କରିଦଉଛି, ସେଥିପାଇଁ ମୁଁ ତାକୁ ଦେଖି କାନ୍ଦ ଲାଗୁଛି। ମିଲି, କାନ୍ଦ ବନ୍ଦ କର, ଲୋକ ଦେଖୁଛନ୍ତି। ହଉ, ବନ୍ଦ କରୁଛି। ହଉ, ସିନେମା ଦେଖ, ଏମିତି କନ୍ଦାକଟା କରନା। ଆଉ ଏମିତି କନ୍ଦାକଟା କଲେ ଆଉ ସିନେମା ଦେଖିବାକୁ ଆଣିବିନି। ଆଉ ନହେଲେ କାନ୍ଦୁଛ, ଆଉ ସିନେମା ଦେଖିବାକୁ କଣ ଟିକେ ଆସେ, ଖୁସି ବାସି ହବ ନା? ଏମିତି କାନ୍ଦିଲେ ହବ? ଭଲ କଥା ଗୁରା। ମୁଁ କଣ କରିବି? ସେ ଭିଲିଆନଟା କଲବଲ କରୁଛି, ଭଲ ଆକ୍ଟିଂ କରୁଛନ୍ତି, ମୋ ଆଖିରେ ନୋତ ଗୁରା ଝରି ପଡୁଛି। ମୁଁ କଣ କରିବି କହିଲ? ବହୁତ କାନ୍ଦ ଲାଗୁଛି। ଦେଖୁନ, କାନ୍ଦ ବନ୍ଦ କରିସାରିଲେଣି, ତଥାପି ମୋ ଆଖିରେ ଲୁହ ଶୁଖୁନି। କଣ କରିବି? ହଉ, ଦେଖ ସିନେମା, ଏଥର ଭଲ ଲାଗିବ। କମେଡି ଫମେଡି ହବ, ଦେଖ, ବ୍ୟସ୍ତ ହୁଅନା। ମିଲି, ଦେଖୁନା ଭଲ କମେଡି ହେଇନି? ମୋ ପେଟ ଦର୍ଜ ହେଇଗଲା ହସି ହସି। ସିନେମା ଦେଖିଲା କନ୍ଦେଇବ ଲୋକଙ୍କୁ ହସେଇଲେ ସବୁ ସିନେମାରେ ଅଛି, ତମେ ହଁ, ସତ କହିଲ। ଯେମିତି କନ୍ଦେଇବ ସେମିତି ହସାନ୍ତି। ଆଉ ଫିଲ୍ମଟା ଫିଲ୍ମ ଭଳିଆ ହେଇଛି ନା। ଆଉ ତମେ ଆମ ବାହାଘର କଥା ଘରେ କହିଲେଣି ନା କହିନା ବା? ନାଇଁ, କହିନି। ଦେଖୁଛି କଣ କରିବି ଆଉ। ଚାକିରି ଫାକିରି କରେ, ତାପରେ ବାହାଘର ହବ ଆଉ। ଜଲ୍ଦି ଚାକିରି କରୁନା, ସବୁ ଇଣ୍ଟରଭ୍ୟୁ ଯାଉଛ, ଆଉ କଣ ହଉଛି ଆଉ ପାଉନା। ଆଉ ଦେଖ ଜଲ୍ଦି କଣ କର। ଆଉ ମୁଁ କେତେ ଦିନ ଏମିତି ଅପେକ୍ଷା କରିବି ତମକୁ? ନୁଚି ନୁଚି ଦେଖା କରିବି। ହଉଲ ମିଲି, ବ୍ୟସ୍ତ ହନା। ଆଉ ବେଳାବେଳି ବାହାଘର ହେଇଯିବ, ବ୍ୟସ୍ତ ହନା। ହଁ, ତମେ ତ ଏମିତି କହି ଆସି 2 ବର୍ଷ ହେଇଗଲେ, ଆଉ ବାହାଘର କେତେବେଳେ ହଉଛି ଆଉ ଯଦି ଘରେ କୋଉଠି ପ୍ରସ୍ତାବ ଠିକ୍ କଲେ ମତେ ସେତେବେଳେ କିଛି କହିବନି ହେଲା? ନାଇଁ, ତା ଆଗରୁ ମୁଁ ତମ ବାହା ହେଇଯାଇଥିଲି, ବ୍ୟସ୍ତ ହୁଅନା। ହଉ, ଚାଲ ଜଲ୍ଦି ଚାଲ। ମୁଁ ହାଟ ନା କହିକି ଆସିଥିଲି, ଆସିକି ଘଣ୍ଟା 1.5 ଘଣ୍ଟା ଉପରକୁ ହେଇଗଲାଣି। ଆଉ ଫିଲ୍ମ ଟୋଟାଲ ତ ଦେଖି ହବନି। ଚାଲ, ଆଉ ନହେଲେ ମୁଁ ଘରେ ସୁଧା ଖାଇବି, ନହେଲେ ଏତେ କ୍ୱେଶ୍ଚିନ୍ ଆନ୍ସର ଦେବାକୁ ପଡ଼ିବ। ଜଲ୍ଦି ଚାଲ। ହଉ ଚାଲ, ଆଉ କୋଉଦିନ ଆସିବା ଦେଖିବାକୁ ଫିଲ୍ମ, ଟୋଟାଲ ଦେଖିବା ଆଉ। ହଉ ଚାଲ। ମିଲି, ଫିଲ୍ମଟା ଭଲ ଲାଗିଲାନି? ଆଉ ଟିକେ ବଇଥାନ୍ତେ, ତମେ ଏମିତି ବ୍ୟସ୍ତ ହେଲ ଆଉ। ହଉ, ଆଉ କୋଉଦିନ ଆସିବା ଆଉ। ନହେଲେ ଆଜି ଘରେ କହିକି ଆଇଛି ହାଟ ନା, ପୁଣି ଘରେ ବ୍ୟସ୍ତ ହେବେ। ହଉ, ତମେ ଏଇଠୁ ପଳା, ମୁଁ ଏଇଠୁ ଘରକୁ ଚାଲି ପଳଉଛି ହେଲା? ହଉ, ତମ ଯାହା ଇଚ୍ଛା, ମୁଁ ଯାଉଛି ହେଲା? ମୁଁ ଯାଉଛି ମିଲି। ହଁ ବା, ଯାଅ। ଯାହା ହଉ, ବୋଉ ଘରେ ନାହିଁ, କୁଆଡ଼େ ଯାଇଛି। ଯାହା ଘର ଭିତରକୁ ପଳେଇ ଯାଇଛି ଆଉ। ଆଲୋ ଝିଅ, ତୁ ଏତେ ଡେରି କଣ ହେଲା ବଜାରରୁ ଆସିବାକୁ? ନାଇଁ ମା, ଟିକେ କାମ ପଡ଼ିଗଲା ଟିକେ ଅଧିକା, ତ ସେଥିପାଇଁ ଟିକେ ଆସିପାରିଲିନି। ତୋର ଏମିତି କି କାମ ପଡ଼ିଗଲା କି? ନାଇଁ ମା, ସାଙ୍ଗ ଘରୁ ଟିକେ ତା ମମି ଡାକିଲା, ସେଇଠି ଥିଲି, ଆଉ ସେଇଥିପାଇଁ ପଳେଇଲି, ସେଇଥିରେ ଡେରି ହେଇଗଲା ଆଉ। ମତେ ଟିକେ ଫୋନ କରି କହିଦବା କଥା ନା ନାଇଁ? ମୁଁ ଘରେ କେତେ ଚିନ୍ତା କରୁଛି ଲୋ ମା। ଆଉ ଦୁନିଆଟା କେମିତି ହେଲାଣି, ଆଉ ସବୁ ମଣିଷ ତ ସମାନ ନୁହନ୍ତି, ଦେଖି ଚାହିଁ ମିଶୁଥିବୁ ଲୋ ମା। ହଁ ଲୋ ବୋଉ, ମୁଁ ଜାଣିଛି ବା। ଆଉ ମୁଁ ସେମିତିଆ ପିଲା ନୁହଁ। ମୁଁ ଦେଖି ଚାହିଁ ସମସ୍ତ ସାଙ୍ଗେ ମିଶେ। ମୁଁ ଏମିତି ଅବୁଝାଇ ମିଶେ ନା, ଆଉ ମୁଁ ଜାଣିଛି। ହଉ, ସେମିତି ଚଳୁଥିବୁ, ଦେଖିକି ଚଳୁଥିବୁ ଲୋ ମା। ମୁଁ ଯାଏ, ରୋଷେଇରେ ଟିକେ କାମ ଅଛି, ଯାଏ ଟିକେ କରେ।
ତୁ ଯାହା ରୋଷେଇରେ କାମ କର, ମୁଁ ଆଉ ଟିକେ ପରେ ରୋଷେଇ ଘରକୁ ଯାଇ ତତେ ଟିକେ ସାହାଯ୍ୟ କରିଦେବି ହେଲା। ହଉ ହଉ। ଯାହା ହଉ ବୋଉ କିଛି ଜାଣିପାଇଲାନି, ନହେଲେ ଏବେ ଡାଉଟ୍ କରିଥାନ୍ତା। ହେ ପ୍ରଭୁ ରକ୍ଷା କରିଦେଲା ତମେ।